ମା ଆମେ ଆଲୋଚନା କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 442 443 444। ଗତକାଲି ଆମେ ଯୋଉ ଆଲୋଚନା କରିଥିଲେ 440 ଆଉ 441 ସେଥିରେ ପ୍ରଭୁ କହୁଥିଲେ ଯେ ପରମ ପ୍ରେମାସ୍ପଦଙ୍କ ସହିତ ତାଙ୍କର ଯେତେବେଳେ ଏକାତ୍ମତା ହେଇଯିବ ତାପରେ ପରେ କଣ ହବ, ସେ ଯୋଉ ଅନୁଭବ, ସେ ଅନୁଭବ ଗୁଡାକ ପ୍ରଭୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି ସେଠି ସେ କହୁଥିଲେ ଯେ ପରମ ପ୍ରେମାସ୍ପଦ ଆପଣାର ମୁଣ୍ଡରୁ ମୁକୁଟ ଓ ଗଳାରୁ ମୁକ୍ତାହାର କାଢି ମୋ ମୁଣ୍ଡରେ ଓ ମୋ ବେକରେ ଆଣି ପିନ୍ଧାଇ ଦେଲେ। ମାତ୍ର ସନ୍ଥ ଓ ପୟଗମ୍ବର ମାନଙ୍କର ଶିଷ୍ୟମାନେ ସେଥିଲାଗି ମୋତେ ଭର୍ତ୍ସନା କଲେ ଏବଂ କହିଲେ ସିଏ ସିଦ୍ଧି ପଛରେ ଦୌଡ଼ିଲାଣି। ଦେଖନ୍ତୁ, ଏଠି ଯୋଉ ଅର୍ଥରେ ପ୍ରଭୁ ଲେଖୁଛନ୍ତି, ପ୍ରଭୁ କହୁଛନ୍ତି ଯାହା ପରମଙ୍କ ଠାରୁ ଆଦେଶ ଆସୁଛି ତାହା ହିଁ ସେ ପରିପ୍ରକାଶ କରୁଛନ୍ତି। ଯେତେବେଳେ ବିବର୍ତ୍ତନର ଏକ ପାବଚ୍ଛ ଆସି ପହଞ୍ଚି ସାରିଛି, ଅତିମାନ ଶକ୍ତି ଅବତରଣ କରିବାର ସମୟ ଆସିଯାଇଛି, ସେତେବେଳେ ଅତିମାନସ ଶକ୍ତିର ଅବତରଣ ପାଇଁ ଯୋଉ ଆଧାର ଦରକାର, ସେ ଆଧାର ପ୍ରସ୍ତୁତି ପାଇଁ ସେ ତାଙ୍କୁ ଆଦେଶ ଆମେ ପରମଙ୍କ ସହିତ ଏକତ୍ର ହେଲେ ତାହା ହିଁ କରିବେ। ପ୍ରକୃତରେ ଦେଖିବାକୁ ଗଲେ ପ୍ରଭୁ ସିନା ନିଜେ ବର୍ଣ୍ଣନା କରୁଛନ୍ତି ଏଭଳି, କିନ୍ତୁ ସେ ନିଜେ ହିଁ ହଉଛନ୍ତି ପରମଙ୍କର ଅବତାର। ତେଣୁ ସେ ତାହା ହିଁ କରୁଛନ୍ତି ଯାହା ବିବର୍ତ୍ତନ ଧାରାରେ ଆବଶ୍ୟକ ହୋଇ ରହିଛି। କିନ୍ତୁ ଯୋଉମାନେ ସେଠି ପହଞ୍ଚି ନାହାନ୍ତି, ଜାଣିନାହାନ୍ତି, ସେମାନେ ଭର୍ତ୍ସନା କରନ୍ତି। ଇଏ ହଉଛି ସାଧାରଣ ଭାବେ ମନୁଷ୍ୟ ମାନଙ୍କର ଏକ ଅଭ୍ୟାସ। ସେଥିପାଇଁ ସେ କହୁଛନ୍ତି ସନ୍ଥ ଓ ପୟଗମ୍ବର ମାନଙ୍କର ଶିଷ୍ୟମାନେ ମତେ ଭର୍ତ୍ସନା କରୁଛନ୍ତି ଏବଂ କହୁଛନ୍ତି ସେ ସିଦ୍ଧି ପଛରେ ଗୋଡେଇଲାଣି। ଆଜି ପଢିବା ଜ୍ଞାନ 442। ପ୍ରଭୁ ଲେଖୁଛନ୍ତି ହେ ସନ୍ଥ ପ୍ରବର ମାନେ, ଯଦି ମୁଁ ତୁମ୍ଭ ମାନଙ୍କର ପ୍ରଶଂସାକୁ ବି ଏତେ ଟିକେ ଅପେକ୍ଷା ରଖିଥାନ୍ତି, ହେ ଧର୍ମ ବାର୍ତ୍ତାର ବାହକ ମାନେ, ଯଦି ମୁଁ ନିଜର ସୁନାମ ଲାଗି ଏତେ ଟିକେ ଲୋଭ ରଖିଥାନ୍ତି, ତେବେ ପରମ ପ୍ରେମାସ୍ପଦ ମୋତେ କଦାପି ତାଙ୍କର ବକ୍ଷ ଉପରକୁ ଟାଣି ନେଇ ନଥାନ୍ତେ ଏବଂ ମୋତେ ତାଙ୍କର ଗୁପ୍ତ କକ୍ଷ ଗୁଡିକର କଦାପି ଅଧିକାର ଦେଇ ନଥାନ୍ତେ। ଦେଖନ୍ତୁ, ସିଧାସଳଖ କଥା, ଶ୍ରୀଙ୍କର ଯୋଉ ସିଦ୍ଧି ବା ଯୋଉ କାର୍ଯ୍ୟ ତାକୁ ନେଇକି ଯେଉଁମାନେ ପ୍ରଶ୍ନ ଉଠାଉଛନ୍ତି ତାଙ୍କ ପାଇଁ ଏଇଟା ହଉଛି ବାର୍ତ୍ତା ଯେ କହୁଛନ୍ତି ଦେଖନ୍ତୁ ସିଧା କଥା, କୌଣସି ବ୍ୟକ୍ତି ଯଦି କାମନା ବାସନା ପଛରେ ଧାଏଁ, ଯଦି ମାନ ଯଶ ପଛରେ ଧାଏଁ, ଯଦି ଐଶ୍ୱର୍ଯ୍ୟ ପଛରେ ଧାଏଁ, ତେବେ ପରମ ବା ସଚିଦାନନ୍ଦ ପରମ ପ୍ରଭୁଙ୍କର ତାଙ୍କ ଉପରେ ଏପରି ଅବାରିତ ଭାବରେ ଯୋଉ କଥାରେ ଆପେ କହିବା ଉଚ୍ଚତର ସତ୍ୟର ଯୋଉ ଅବତରଣ ପାଇଁ ଅବାରିତ ଭାବରେ ସେ ତାଙ୍କ ସହିତ ସଂଯୁକ୍ତ ହେଇକି ରହିନଥାନ୍ତେ। ଯଦି ସାଧାରଣ ମନୁଷ୍ୟ ଦୃଷ୍ଟିରୁ ବି ଦେଖାଯାଏ, ସେ ତ ଅବତାର, ସେ କଥା ବି ଯଦି ଆମେ କିଛି ସମୟ ପାଇଁ ତାକୁ ରଖିକି ଅନ୍ୟ ଏକ ମନୁଷ୍ୟ ଦୃଷ୍ଟିରୁ ବୁଝିବା ବି, ଯେତେକ ଆଜି ପର୍ଯ୍ୟନ୍ତ ଯୋଉମାନେ ସବୁ ସିଦ୍ଧି ଲାଭ କରିଛନ୍ତି ସମସ୍ତେ ଜାଣିଛନ୍ତି ଯଦି କାମନା ବାସନା ରହେ, ଯଦି ସେଇଥିପାଇଁ କୁହାଯାଇଛି କାମନାର ବିନାଶରେ ଦୁଃଖର ବିନାଶ। ସେଥିପାଇଁ ସେମାନେ କହୁଛନ୍ତି ଯେ ସଂସାରରେ ମୋହମାୟା ବନ୍ଧନକୁ ତ୍ୟାଗ କଲେ ଯାଇକି ପରମକୁ ପ୍ରାପ୍ତ ହବ। ଯଦି ଏଗୁଡିକ ରହିବ ତେବେ ପ୍ରାପ୍ତ ହୋଇପାରିବ ନାହିଁ। ତେଣୁ ଏଇଠି ସେଥିପାଇଁ କହୁଛନ୍ତି ଯଦି ମୋର ତୁମ ମାନଙ୍କର ପ୍ରଶଂସାକୁ ବି ଟିକେ ଅପେକ୍ଷା କରିଥାନ୍ତି, କାହିଁକି ନା ମତେ ଲୋକ ଭଲ କୁହନ୍ତୁ, ଏଇ ଜିନିଷଟା ପ୍ରାୟ ମନୁଷ୍ୟ ମାନଙ୍କ ପାଖରେ ରହିଥାଏ। ମତେ ଭଲ କୁହନ୍ତୁ, ମୁଁ ଶ୍ରେଷ୍ଠ। ତେଣୁ ସେ କହୁଛନ୍ତି ଯଦି ତମ ମାନଙ୍କର ପ୍ରଶଂସାକୁ ମୁଁ ଅପେକ୍ଷା କରିଥାନ୍ତି, ହେ ଧର୍ମ ବାର୍ତ୍ତାର ବାହକ ମାନେ, ଯଦି ମୁଁ ନିଜର ସୁନାମ ଲାଗି ଏତେ ଟିକେ ଲୋଭ ରଖିଥାନ୍ତି, ଯଦି ସୁନାମ ଅର୍ଜନ କରିବା ପାଇଁ ଯଦି ଲୋଭ ଥାନ୍ତା, ତାହେଲେ ସିଧା କଥା, ତାହେଲେ ସଚିଦାନନ୍ଦ ପରମ ପ୍ରଭୁ କିପରି ତାଙ୍କୁ ତାଙ୍କର ନିଜର କରିନେବେ? ନେଇନଥାନ୍ତେ ନା। କାହିଁକିନା ଟିକିଏ କବି ଯଦି ଆମ ଭିତରେ ଟିକିଏ ବି ଆସକ୍ତି କାମନା ବାସନା ରହିଲା, ତେବେ ସଚିଦାନନ୍ଦ ପରମ ପ୍ରଭୁ କେବେ ବି ତାଙ୍କର ସବୁ କିଛି ତୁମ ପାଖରେ ଦେଇଦେବେ ନାହିଁ। କାହିଁକିନା ସେଇ ଯୋଉ ଟିକକ ଆସକ୍ତି ହିଁ କଣ କରେ, ତାଙ୍କ ପାଖରୁ ଯାହା ଆମ ପାଖକୁ ଆସେ ତାକୁ ବାଟ ଓଗାଳି ଦିଏ। ସେଇଥିପାଇଁ ଦେଖନ୍ତୁ, ଯୋଉମାନେ ବି
ଆମେ ଶ୍ରୀଅନ୍ନକୁ ଯୋଗ କରୁଛୁ ବା ଶ୍ରୀଅନ୍ନକୁ ଗ୍ରହଣ କରିଛୁ ବୋଲି କହୁଛୁ ବା ଆପଣ ଦେଖେଇ ହୁଅନ୍ତୁ ବା ନ ହୁଅନ୍ତୁ, ଆଟଲିଷ୍ଟ ନିଜେ ତ ଜାଣିଛନ୍ତି ଯେ ନାଇଁ ମୁଁ ଶ୍ରୀଅନ୍ନଙ୍କର କଣ ଶ୍ରୀଅନ୍ନ ଫିଲୋସଫିର ବା ଶ୍ରୀଅନ୍ନଙ୍କର ମୁଁ ହଉଛି ଅନୁଗାମୀ, ଏତିକି ବି ଯଦି ଆମେ ଜାଣୁଛନ୍ତି ତେବେ ସେମାନେ ମନେ ରଖିବା ଉଚିତ। ଏଇଠି ପ୍ରଭୁ ଆମ ପାଖରେ ସ୍ପଷ୍ଟ କରିଦଉଛନ୍ତି, ଯଦି ଆମ ଭିତରେ ଅନ୍ୟମାନଙ୍କର ପ୍ରଶଂସା ପାଇବା ପାଇଁ ଟିକେ ବି ଅପେକ୍ଷା ଥାଏ ବା ଇଚ୍ଛା ଥାଏ ବା ନିଜର ସୁନାମ ହେଉ ବୋଲି ଟିକେ ବି ଯଦି ଆମେ ଇଚ୍ଛା କରୁଥାଉ, ତେବେ ମୋ ଭିତରେ ପରମ ପ୍ରେମାସ୍ପଦ କାର୍ଯ୍ୟ କରିପାରିବେ ନାହିଁ। ସେଇଥିପାଇଁ ତାପରେ କହୁଛନ୍ତି ମୋତେ ତାଙ୍କର ଗୁପ୍ତ କକ୍ଷ ଗୁଡ଼ିକର କଦାପି ସେ ଅଧିକାର ଦେଇନଥାନ୍ତେ। ତାମାନେ ଯୋଉ ରହସ୍ୟ ରହିଛି ସେଇ ରହସ୍ୟକୁ ସେ କେବେ ବି ଆମ ପାଖରେ ବ୍ୟକ୍ତ କରିବେ ନାହିଁ, ଯଦି ଆମ ଭିତରେ ପ୍ରଶଂସା ପାଇବାର ବା ସୁନାମ ଅର୍ଜନ କରିବାର ଟିକିଏ ବି ଲୋଭ ରଖିଥିବା। ଜ୍ଞାନ 443 ରେ କହୁଛନ୍ତି, ପରମ ପ୍ରେମାସ୍ପଦଙ୍କୁ ଲାଭ କରିଥିବାର ଉଲ୍ଲାସରେ ମୁଁ ମାଦକିତ ହୋଇ ରହିଥିଲି ଏବଂ ମୋର ଏହି ସାଂସାରିକ ଅଙ୍ଗବସ୍ତ୍ରଟାକୁ ଆପଣା ଅଙ୍ଗ ଉପରୁ କାଢ଼ି ମୁଁ ସେହି ସଂସାରର ସଦର ରାସ୍ତା ଗୁଡ଼ିକର ଉପରେ ହିଁ ଫିଙ୍ଗି ଦେଇ ଆସିଲି। ସଂସାରର ଜୀବମାନେ ସେଥିଲାଗି ମୋତେ ବିଦ୍ରୂପ କରୁଛନ୍ତି ଓ ପାଖଣ୍ଡୀ ମାନେ ଯେ ମୋ ଠାରୁ ବିମୁଖ ହୋଇ ଚାଲି ଯାଉଛନ୍ତି, ସେଥିଲାଗି ମୁଁ ଆଦୌ କୌଣସି କ୍ଷୋଭ କରିବି କାହିଁକି? ସ୍ପଷ୍ଟ, এই ପ୍ରକାର ଏତେ ସୁସ୍ପଷ୍ଟ ଭାବରେ ଜଣେ କହିପାରେ ଅସମ୍ଭବ। କାରଣ ଆଜି ପର୍ଯ୍ୟନ୍ତ ବି ଆପଣ ଦେଖିବେ ଯୋଉମାନେ ସିଧାସଳଖ ପରମଙ୍କ ସହିତ ସଂଯୁକ୍ତ ହେଇଛନ୍ତି, ସେମାନଙ୍କୁ ଛାଡ଼ିଦେଲେ ଅନ୍ୟ ଯୋଉମାନେ କିଛି କିଛି ସିଦ୍ଧି ଲାଭ କରି ଗୁରୁ ହେଇଥାନ୍ତି, କୌଣସି ଏକ ଯେମିତି ତାଙ୍କର ସଂଗଠନ ମାନଙ୍କୁ ନେଇକରି ସେମାନେ ଯେତେବେଳେ ନିଜର ଯୋଉ ଜ୍ଞାନ ଥାଏ ତାକୁ ସେମାନେ ପ୍ରସାର କରନ୍ତି ବା ପ୍ରଚାର କରନ୍ତି, ସେତେବେଳେ ସେ ଅନ୍ୟମାନଙ୍କୁ ନିନ୍ଦା କରନ୍ତି, ଅନ୍ୟମାନଙ୍କୁ ପାଖଣ୍ଡି କହନ୍ତି, ଅନ୍ୟମାନଙ୍କୁ ବିଦ୍ରୂପ କରନ୍ତି। ଯେମିତି ଆମେ ସେଦିନ କଥା ହଉଥିଲେ, ରମଣୀ ମହର୍ଷି ନିଜେ ସିଧାସଳଖ କହିଲେ ସିଏ ଶ୍ରୀଅନ୍ନଙ୍କ କଥା ହଉଛି ପାଗଳର ପ୍ରଳାପ। ଏଇ କେତେଟା ଜାଗାରେ ଯୋଉ ମହାନ ମହାନ ଋଷି ମାନେ ସିଧାସଳଖ କହିଛନ୍ତି ଯେ ତୁମ ଗୁରୁ ମୁଁ ନୁହେଁ, ତାଙ୍କର ଯୋଉ ଆଶ୍ରମକୁ ଆସିଛନ୍ତି ସାଧକ ମାନେ, ଆରେ ଉତ୍ତର ଯୋଗୀ ହଉଛନ୍ତି ତମର ଗୁରୁ, ସିଏ ହଉଛନ୍ତି ମହା ଅବତାର। ଏକଥା କିଛି ସାଧୁ ମାନେ ସିଧାସଳଖ କହିଛନ୍ତି ତାଙ୍କର ଶିଷ୍ୟ ମାନଙ୍କୁ ବା ତାଙ୍କ ପାଖକୁ ଯିଏ ଆସିଛନ୍ତି, କହୁଛନ୍ତି ଶ୍ରୀଅରବିନ୍ଦ ହଉଛନ୍ତି ମହା ଅବତାର। ଯୋଉମାନେ ପରମଙ୍କ ସହିତ ସଂଯୁକ୍ତ ବି ହେଇଥିବେ ତେବେ ସେମାନେ ଚିହ୍ନି ପାରିବେ। ଆଉ ଅନ୍ୟମାନେ କଣ କରନ୍ତି, ଏଇ ପ୍ରକାରର ବିଦ୍ରୂପ କରନ୍ତି, ପରିହାସ କରନ୍ତି। ତେଣୁ ଏଠି ପ୍ରଭୁ ଲେଖୁଛନ୍ତି, ପରମ ପ୍ରେମାସ୍ପଦଙ୍କୁ ଲାଭ କରିଥିବାର ଉଲ୍ଲାସରେ ମୁଁ ମାଦକିତ ହୋଇ ରହିଥିଲି। କାହିଁକିନା ତାଙ୍କ ସହିତ ଏକତ୍ୱ ହେଇଗଲା ପରେ ଆଉ ନିଜସ୍ୱ ବ୍ୟକ୍ତିଗତ ଭାବ ନାହିଁ। ସେତେବେଳେ ସେଇଥିପାଇଁ କହୁଛନ୍ତି ଏଇ ସାଂସାରିକ ଅଙ୍ଗ ବସ୍ତ୍ରଟାକୁ ଆପଣା ଅଙ୍ଗ ଉପରୁ କାଢି ମୁଁ ଏହି ସଂସାରର ସଦର ରାସ୍ତା ଗୁଡିକ ଉପରେ ହିଁ ଫିଙ୍ଗି ଦେଇ ଆସିଲି। ଏ ଯୋଉ ସାଂସାରିକ ଅଙ୍ଗ ବସ୍ତ୍ର ସବୁ କଣ? ସାଂସାରିକ ଅଙ୍ଗ ବସ୍ତ୍ର ଭିତରେ ଆପଣ ସବୁ ଜିନିଷ ଗୋଟି ଗୋଟି କରନ୍ତୁ, ମାନ ସମ୍ମାନ ଯଶ କ୍ଷମତା ଏବଂ ଏ ସବୁ ସୁନାମ ଏବଂ ବଡ଼ ଗୁରୁ, ଶ୍ରେଷ୍ଠ ଗୁରୁ, ଆଉ କଣ ନା ଏତେ ଏତେ ସିଦ୍ଧି ଲାଭ କରିଛନ୍ତି, ଆଉ ତଥାକଥିତ ନୈତିକତାର ଏବଂ ତଥାକଥିତ ପାରମ୍ପରିକ ବା ପରମ୍ପରାର ଏଇ ଯୋଉ ବେଷ୍ଟନୀ ଭିତରେ ଆମେ ନିଜକୁ ମଜି ରଖୁ, ଇଏ ସବୁକୁ ସେ ଛାଡ଼ି ଦେଇଛନ୍ତି। କାହିଁ ଧରିବାର ତାଙ୍କ ପାଖରେ କିଛି ନାହିଁ ନା, ସେ ତ କିଛି ହିଁ ଧରି ନାହାନ୍ତି। ନିଜକୁ ପୂର୍ଣ୍ଣ ରୂପେ ପରମ ପ୍ରେମାସ୍ପଦଙ୍କ ସହିତ ଯେତେବେଳେ ଜଣେ ସଂଯୁକ୍ତ ହେଇଯାଇଥିବ, ସେତେବେଳେ ସେ କିଛି ହିଁ ଧରି ନଥିବ ନା। ତେଣୁ ସେ କହୁଛନ୍ତି ସାଂସାରିକ ଅଙ୍ଗ ବସ୍ତ୍ରଟାକୁ ମୁଁ ଅଙ୍ଗ ଉପରୁ କାଢି ଏଇ ସଂସାରର ସଦର ରାସ୍ତା ଗୁଡିକ ଉପରେ ଫିଙ୍ଗି ଦେଇ ଆସିଛି। ତେଣୁ ସେତେବେଳେ ଅନ୍ୟମାନେ କଣ ହୁଏ ଦେଖନ୍ତୁ, ସେଇ କଥାଟା ପୁଣି ଆଉଥରେ, ଯିଏ ସେ ଉଚ୍ଚତର ସ୍ତରକୁ ଯାଇନାହିଁ, ଯିଏ ଏଇଠି ରହିଯାଇଛି, ତା ଆଗରେ ଯଦି କହିବେ
जे निर्वाण ठारू आउरी किछि अधिक किछि अछि। चिंता करंतु निर्वाण ठारू आउरी अधिक किछि अछि किंबा केवल भगवान सहित साकेत गोलक वैकुंठ एकत्व हेबाटा श्रेष्ठ नुहे। ए प्रकार भी संभव जे परम प्रभु सहित निरंतर एकत्व हेई यही संसार भितरे यही पृथ्वी पृष्ठरे जड़े निरंतर जीवन यापन करि परिबो तांकु नहीं करी सही चेतना रे रही करी कना आपण मान जानी थिबे जे मान जदी जने ई स्थूल शरीर रे मनुष्य एबे जो शरीर हम प्राप्त करिछु ए शरीर रे जने जदी समाधिस्थ हो जाए समाधिस्थ जानते त आपण समाधिस्थ होची गोटे स्तर को जने तपस्या करिबा धीरे 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 स्तर को उठी जाती गोटे समय आसे जेतेबेले से माने ए शरीर रे थाई कि मध्य जेतेबेले ध्यानस्थ हो जाती परम सहित एकत्व हो जाती सेतेबेले समाधिस्थ हो जाइथांती सेतेबेले कोन हुए शरीर भीतर तांको चेतना न थाए सेतिबे कुआ जाए समाधिस्थ होइथिला बेले आपण जाय कि हठात तरबर करी तांको बड़ पटरे चित्कार कर डाकी देबे नहीं बा हाथ मारी देबे नहीं कहना सी शरीर न थांती जदि आपण से सही समय समाधिस्थ अवस्था रे जदि आपण शरीर को नैकिरी पोड़ी देबे बा जाली देबे से फेरी परिबे किंतु जे समाधिस्थ अवस्था रे कि समय पर से तो रिटर्न करिवे शरीर को पुणी कार्य करिवे किंतु सेथिरे गोटे असुविधा थिला कोन समाधिस्थ अवस्था रे जो आनंद प्राप्त करंती जो सत्य को लाभ करंती ताकू दैनंदिन जीवन रे से परिप्रकाश करि पारंती नाही सेठी से माने समाधिस्थ अवस्था रे जने रहिले देखा जाए बा साधु माने जो मान जोग सिद्धि करछन से माने कहउचंती समाधिस्थ अवस्था रहिले मैक्सिमम 21 दिन 22 दिन रही हुए तापर जदि अधिक दिन रहे ताले ये शरीर नष्ट हो जाए कहना शरीर गोटे नियम रही। हाँ समाधिस्थ समय कौन आनंद जो पाती हाँ नहीं समाधिस्थ अवस्था रे बर्तमान कौन है ना परम सहित एकत्व हो गली ताले सी जो चिंता कर जो चिरंतन शाश्वत आनंद ता संपर्क में सीधा सड़क संपर्क रही तो से जो आनंद से जो सत्य दृष्टि मान सत्य बंची थी ना देख सत्य पहुंची थी भगवान सहित एकीभूत हो जाती आपण चिंता करंतु समुद्रर ताल ताल गभीर भितर मुझे प्रवेश करथि चारिआडे केवल संपत्ति संपत्ति केवल संपद संपद केवल पानी पानी तो से मत सब पानी पानी केते गोटे लगुथिबो पानी पानी सेमती आनंद भितर से बुड़ी जाइथिबे चारिआडे आनंद ही आनंद तेणु से अधिकांश समय समाधिस्थ अवस्था फेरी आसिया चाहती ना एते आनंद हठात आसवे एठी पुणी मिछ पुणी ये जो तो कपट कूट सब माने मृत्यु अमृत माने रोग जंत्रणा फेरिया को चाहती नहीं के जन तेणु सेठु जो से पुणी आसती शरीर भितर आसिले से जो आनंद अवस्थाटा जीवन जो कथबार्ता कर खाऊँ जो कम कर से धरी रखी पारती ना आउ ये है गोटे कथा आउ गोटे कथा जोटा आम कथा होती समाधिस्थ अवस्था रहिले से बाह्य शरीर नहांती तेणु खाद्य ग्रहण कर जल ग्रहण कर किसी ग्रहण कर तेणु से समय शरीर 20-21 दिन 22 दिन रु अधिक रही पारे चिंता करंतु ये यही अवस्था रे जो माने एतिकी प्राप्त करिसंती से माने केमती भाभी पारिबे जे जने परमंक सहित एकत्व हेई पूरा जीवन यापन करि परिबो बंची परिबो दैनंदिन कार्य करि परिबो कथा कहला बेले मध्ये सेई चेतना रे रहिथिबो खाइला बेले मध्ये सेई चेतना रे रहिथिबो सेमानक पई एटा असंभव होई उठे तेणु एठी लोकचंती आउ संसार जीव माने मते विद्रूप करूछंती पाखंडी बोली मते कहि कि मोठु विमुख होई चलुते तबे मु तांको ऊपर क्षोभ काई करिवि कहिना मु तो सब किछि कि परमंग सहित एकत्व होला पर सब तो निजर हो जाइछन ज्ञान 444 हे परम प्रभु तुमर एही प्रेमिक सकाशे संसार जावतीय परिहास बणर महु परी ओ जनसमूहर प्रस्तर निक्षेप शरीर उपरे ग्रीष्म कालर वृष्टिपात परी
ମାତ୍ର ପ୍ରକୃତରେ ଏହି ଯାବତୀୟ କ୍ଷେତ୍ରରେ ତୁମେ ହିଁ ପରିହାସ କରୁନାହ କି ଓ ତୁମେ ହିଁ ପ୍ରସ୍ତର ନିକ୍ଷେପ କରୁନାହ କି ଏବଂ ସେହି ପ୍ରସ୍ତର ଗୁଡ଼ିକ ମଧ୍ୟରେ ଥାଇ ତୁମେ ହିଁ ମୋ ଦେହରେ ଆସି ବାଜୁନାହ କି ଏବଂ ମୋତେ ଆଘାତ କରୁନାହ କି? ଦେଖନ୍ତୁ, ଏଇ ହେଉଛି ପ୍ରକୃତରେ ଯଦି ଆମେ ମନ ଦୃଷ୍ଟିରୁ ବି ଦେଖିବା, ଜଣେ ଯେତେବେଳେ ଏକାତ୍ମ ହେଇଯାଇଛି ସେତେବେଳେ ପ୍ରସ୍ତର ବି ଅନୁଭବ କରୁଥିବେ ଯେ ପ୍ରସ୍ତର ହିଁ ନିଜେ ଏବଂ ଆଘାତ ପାଉଛନ୍ତି ବି ନିଜେ, ସେବା ଶୁଶ୍ରୂଷା ବି କରୁଛନ୍ତି ନିଜେ, ସେବା ଶୁଶ୍ରୁତ ହଉଛନ୍ତି ବି ନିଜେ। କାହିଁକିନା ଏଇ ଦେଖୁଛନ୍ତି ନା, କହୁଛନ୍ତି ତୁମର ଏହି ପ୍ରେମିକ ସକାଶେ କଣ ପରମ ପ୍ରଭୁ କହୁଛନ୍ତି, ଏଇ ଯୋଉ ସଂସାରରେ ଯୋଉ ଯାବତୀୟ ପରିହାସ ସେଗୁଡାକ କୋଉ ଭଳିଆ ନା ବଣର ମହୁ ପରି। ଏବଂ ଜନସମୂହ ଯୋଉ ପ୍ରସ୍ତର ଯୋଉ ପଥର ଫୁଙ୍ଗୁଛନ୍ତି, ମାନେ ପଥର ମାନେ ମାଟି ପଥର କଥା, ଯାହା ଯାହା ବିଦ୍ରୂପ କରୁଛନ୍ତି, ପରିହାସ କରୁଛନ୍ତି, ସମାଲୋଚନା କରୁଛନ୍ତି, ଯାହା ଯାହା କହୁଛନ୍ତି ସେଗୁଡା କଣ ନା ଗ୍ରୀଷ୍ମ କାଳର ବୃଷ୍ଟିପାତ ପରି, ମାନେ ଅମୃତ। ଏବଂ ତାପରଟା ବାକ୍ୟଟି, ଏକାତ୍ମ ବ୍ୟକ୍ତି ହିଁ ଏ ପ୍ରକାରର ବାକ୍ୟ ବା ଉକ୍ତି କହିପାରନ୍ତି। କହୁଛନ୍ତି କଣ, ଦେଖ ଯୋଉମାନେ ମତେ ପରିହାସ କରୁଛନ୍ତି, କିଏ କରୁଛି? ତୁମେ ହିଁ ତ କରୁଛ। ଯୋଉ ପଥର ଫିଙ୍ଗୁଛନ୍ତି, କିଏ ଫିଙ୍ଗୁଛ? ତୁମେ ହିଁ ଫିଙ୍ଗୁଛ। ସେଥିପାଇଁ କହୁଛନ୍ତି ତୁମେ ହିଁ ପ୍ରସ୍ତର ନିକ୍ଷେପ କରୁନାହ କି ଏବଂ ସେଇ ପ୍ରସ୍ତର ଗୁଡ଼ିକ ମଧ୍ୟରେ ଥାଇ, ଦେଖନ୍ତୁ ପଥର, ବର୍ତ୍ତମାନ ଯିଏ ନିକ୍ଷେପ କରୁଛି ପଥର ସିଏ ହଉଛନ୍ତି ବ୍ରହ୍ମ ଏବଂ ଯିଏ ପଥର ଯୋଉଟା ଆସୁଛି ସେଇଟା ବି ବ୍ରହ୍ମ। ସେ କହୁଛନ୍ତି ସେହି ପ୍ରସ୍ତର ଗୁଡ଼ିକ ମଧ୍ୟରେ ଥାଇ ତୁମେ ହିଁ ମୋ ଦେହରେ ଆସି ବାଜୁନାହ କି? ତାମାନେ ପଥର ଭିତରେ ବି ସେଇ ପରମ ଆସିକି ମୋ ଦେହରେ ବାଜୁଛନ୍ତି ଏବଂ ଆଘାତ ପାଉଛି କିଏ? ସେଇ ପରମ ହିଁ ପାଉଛନ୍ତି। ଇଏ ହଉଛି ଏକତ୍ୱ ଅର୍ଜନ କରିବାର ଅନୁଭୂତି। ତେଣୁ ମା ଏଠି ଏ ସବୁ ଏତିକି ଗୋଟେ ଜ୍ଞାନର ଗୋଟିଏ ଲାଇନରେ ଟିପ୍ପଣୀ ଦଉଛନ୍ତି ଯେ ଅନୁଭୂତିର ଏହି ପରିପୂର୍ଣ୍ଣତା ପାଖରେ କେବଳ ନତମସ୍ତକ ହୋଇ ରହିବା କଥା, ଏହା ପରେ ଆଦୌ କିଛି କହିବାର ନାହିଁ। ମା, ଥ୍ୟାଙ୍କ ୟୁ ଅଲ୍ ଓଭର।